OUWJର ମୁଁ ଉପସଭାପତି ସତ୍ୟଜିତ ରାୟ ଚୌଧୁରୀ। ଆଜି ଆମର ଏଠି ଗୋଟେ କାର୍ଯ୍ୟକାରିଣୀ ବୈଠକ ହୋଇଥିଲା। ସେଥିରେ ମୁଖ୍ୟତଃ ଆମର ଆଗାମୀ ଦିନରେ ସେପ୍ଟେମ୍ବର ଅକ୍ଟୋବର ମାସରେ IJUର ଗୋଟେ ରାଜ୍ୟ ଜାତୀୟ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକାରିଣୀ କମିଟି ବୈଠକ କରିବା ପାଇଁ ଓଡ଼ିଶାରେ ପ୍ରସ୍ତାବ କରାଯାଉଛି। ତାର ଦିନ ଖୁବ୍ ଶୀଘ୍ର ଘୋଷଣା କରାଯିବ। ମୁଖ୍ୟତଃ ଆମର ସାମ୍ବାଦିକମାନଙ୍କର ସମସ୍ୟା ହେଉଛି ଯେ ଆପଣମାନେ ଜାଣିଥିବେ ପଞ୍ଚାୟତ ସ୍ତରରୁ ବ୍ଲକ ସ୍ତରରୁ ଜିଲ୍ଲା ସ୍ତରରୁ ଏବଂ ରାଜ୍ୟ ସ୍ତରରେ ହେଉ ସବୁ ସ୍ତରରେ ସାମ୍ବାଦିକମାନେ ଯେଉଁ ପରିଶ୍ରମରେ ସେମାନେ ସମ୍ବାଦ ସଂଗ୍ରହ କରୁଛନ୍ତି ତାଙ୍କର ଯେଉଁ ଦୁଃଖ ବା ଦୁର୍ଦ୍ଦଶା ତାହା କହିଲେ ନ ସରେ। ମାନେ ପିଲାଙ୍କର ବହି ଖଣ୍ଡେ କିଣିବା ବି କଷ୍ଟଦାୟକ ହେଉଛି। ତେଣୁକରି ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ବା ଆଜିର ରାଜ୍ୟ ସରକାରଙ୍କୁ ଆମେ ଏଇ ଆପଣମାନଙ୍କ ମାଧ୍ୟମରେ ଅନୁରୋଧ କରୁଛୁ ଯେ ସାମ୍ବାଦିକ ସୁରକ୍ଷା ଆଇନ ଏବଂ ସାମ୍ବାଦିକକୁ ପେନ୍ସନ୍ ବ୍ୟବସ୍ଥା କଲେ ଆମେ ଅଧିକ ସାମ୍ବାଦିକ ଭାଇମାନେ ଉପକୃତ ହେବେ। ଏହା କହି ମୋର ବକ୍ତବ୍ୟ ଶେଷ କରୁଛି। ମୁଁ ସୁଧାଂଶୁ ଶେଖର ବଡ଼ଜେନା ଓଡ଼ିଶା ୟୁନିୟନ୍ ଅଫ୍ ୱାର୍କିଂ ଜର୍ଣ୍ଣାଲିଷ୍ଟରୁ ସଂଘର ମୁଁ ସଭାପତି ଅଛି। ତେଣୁ ଆମର ଏଇଟା ଗୋଟେ ମାନେ ସବୁଦିନିଆ କାର୍ଯ୍ୟକ୍ରମ। ଆମର 3 ମାସରେ ଗୋଟେ ଏକ୍ଜିକ୍ୟୁଟିଭ୍ ମିଟିଂ ହେବା କଥା। ତେଣୁ ଆମର ମିଟିଂ ହେଇଛି ଆଉ ଆମର ଗୋଟେ ନ୍ୟାସନାଲ୍ ଏକ୍ଜିକ୍ୟୁଟିଭ୍ ମିଟିଂ ହେବ ବୋଲି ସେ ପାଇଁ ପ୍ରିପାରେଟୋରୀ ମିଟିଂ ବି ତାକୁ କୁହାଯାଇପାରେ। ତେଣୁ ଆମର ଏଇ ସାମ୍ବାଦିକ ସଂଘ ସାମ୍ବାଦିକମାନେ ତାଙ୍କ ନିରାପତ୍ତା ପାଇଁ ଆବଶ୍ୟକତା କରୁଛନ୍ତି ସରକାରୀ ସାହାଯ୍ୟ ସହଯୋଗ। କାହିଁକି? କାରଣ ବିଭିନ୍ନ ବ୍ୟବସ୍ଥା ଭିତରେ ସେମାନେ ଗୋଟେ ନ୍ୟୁଜ୍ ସଂଗ୍ରହ କରିବାକୁ ଯାଉଛନ୍ତି। ତାଙ୍କୁ ମାରଣାତ୍ମକ ଭାବରେ ଆକ୍ରମଣ ବି କରାଯାଉଛି। ସାରା ଭାରତବର୍ଷକୁ ଯଦି ଦେଖିବେ ସାମ୍ବାଦିକମାନେ ଭାରି ବିପନ୍ନ ଅବସ୍ଥାରେ ତାଙ୍କର ସାମ୍ବାଦିକତା ପରିବେଷଣ କରୁଛନ୍ତି। ତେଣୁ ଆମର ଏଠି ସାମ୍ବାଦିକ ନିରାପତ୍ତା ପାଇଁ ଆମେ ସରକାରଙ୍କ ପାଖରେ ନିବେଦନ ରହିବ ସାମ୍ବାଦିକମାନଙ୍କୁ ନିରାପତ୍ତା ଯୋଗାଇ ଦେବା ସହିତ ଯେଉଁ ସାମ୍ବାଦିକମାନେ ଦୀର୍ଘଦିନ ଧରିକି କାର୍ଯ୍ୟ କଲେଣି ଏହି କ୍ଷେତ୍ରରେ ସେମାନଙ୍କୁ ପେନ୍ସନ୍ ଯୋଗାଇ ଦେବେ ବୋଲି ଆମେ ସରକାରଙ୍କୁ ନିବେଦନ କରିବୁ ଏବଂ ସରକାର ଏହାକୁ ସହୃଦୟତାର ସହିତ ବିଚାର କରିବେ। ଆଉ ଗୋଟେ ଆକ୍ରିଡେସନ୍ କମିଟି କରାଯାଇ ଯଥାଶୀଘ୍ର ଆକ୍ରିଡେସନ୍ ବି ଦେବା ପାଇଁ ଆମର ଦାବି ରହିବ।